भगवानଙ୍କର କୃପା ଏବଂ ମୋର ସମସ୍ତ ସହକର୍ମୀ ଏବଂ ମୋର ସିନିୟର ଅଫିସରମାନଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦରୁ ଏଭଳି ଏକ ସମ୍ମାନ ମୋତେ ମିଳିଛି। ଏ ସମ୍ମାନ ସବୁ ଓଡ଼ିଆମାନଙ୍କ ପାଇଁ ଏଇଟା ଉତ୍ସର୍ଗୀକୃତ ଏବଂ ମୁଁ ଆଶା କରେ ଯେ ମୁଁ ସେଠି ଭଲ କାମ କରି ଯେ ଓଡ଼ିଶାର ନାଁ କେମିତି ଭଲରେ ରହିବ ଟେକ ରହିବ ସେ ବିଷୟରେ ମୁଁ ଚେଷ୍ଟା କରିବି। ଆଉ ଆଗାମୀ ଦିନରେ ସାର୍ ଆପଣଙ୍କର ଯେଉଁ ସବୁ ଅସୁବିଧା ହେଉଥିଲା ଯେଉଁ କ୍ୟାଡର ମାନେ ସିଲେକ୍ସନରେ ଯେଉଁ ଅସୁବିଧା ହେଉଥିଲା ତାହା ତ୍ୱରାନ୍ୱିତ କରାଯିବ? ନିଶ୍ଚିନ୍ତ ତ୍ୱରାନ୍ୱିତ କରାଯିବ। ଆମେ ସେଥିପାଇଁ ନିଶ୍ଚିନ୍ତ ଚେଷ୍ଟା କରିବୁ। କ'ଣ କହିବେ ଯେଉଁ ସର୍ବଭାବେ ପାଇଲେ କେମିତି କାହାକୁ ଶ୍ରେୟ ଦେବେ? ଶ୍ରେୟ ତ ମୁଁ ସମସ୍ତଙ୍କୁ ଦେବି ଯେ ମୋର ଯେତେ ଶୁଭେଚ୍ଛୁ ଅଛନ୍ତି, ସହକର୍ମୀ ଅଛନ୍ତି, ସିନିୟର ଅଫିସରମାନେ ଥିଲେ ଏବଂ ସର୍ବୋପରି ବିଶ୍ୱର କୃପା। ଜର୍ଣ୍ଣି ସାର୍ କେମିତି ଥିଲା ଆପଣଙ୍କର? ନାଇଁ ଜର୍ଣ୍ଣି ଏଇଟା ହେଉଛି ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ଗୌରବ, ସର୍ବଶ୍ରେଷ୍ଠ ସମ୍ମାନ, ହାଇଏଷ୍ଟ ଅନର୍ ଅଫ୍ ମାଇ କ୍ୟାରିୟର। ତେଣୁ ମୁଁ ନିଶ୍ଚିନ୍ତ ଏଥିରେ ଖୁସି। କହିବାର ଅର୍ଥ ଯେଉଁ ରାସ୍ତା ଏତେ ବର୍ଷର ଆପଣ ପ୍ରଥମେ କେମିତି ଏତେ ବାଟ ପର୍ଯ୍ୟନ୍ତ ଆସିଲେ ସେଟା କେତେ କଷ୍ଟସାଧ୍ୟ ଥିଲା ଆଉ ଏଇ ଯେଉଁ ରାସ୍ତାଟା କେତେ କଠିନ ଥିଲା ଆଉ ଆପଣଙ୍କର ଏମ୍ କ'ଣ ରହିଛି ସାର୍? ପ୍ରଥମେ ହେଲା ଯେ ଆପଣ କହୁଛନ୍ତି କଠିନ, ପ୍ରତ୍ୟେକ ଯାତ୍ରା କଠିନ। ପ୍ରଥମେ ମୁଁ ସମସ୍ତଙ୍କୁ କହିବି, ମୋର ଯେଉଁମାନେ ଅଛନ୍ତି ଜୁନିୟର ମାନେ ବର୍ତ୍ତମାନ କାମ କରୁଛନ୍ତି, ମୁଁ କହିବି ସେମାନେ ଅନେଷ୍ଟଲି କାମ କରନ୍ତୁ, ଲୋକମାନଙ୍କ ପାଇଁ କାମ କରନ୍ତୁ। ସିଟ୍ର କି ଜଗିବା ପାଇଁ କେବଳ ଆକୁ ଧରି ତାକୁ ଧରି ମନ୍ତ୍ରୀ ମାନଙ୍କୁ ଧରିକି ଆକୁ ଧରିକି ସିଟ୍ ବଜାଇ ନ ରଖି କେବଳ ଲୋକମାନଙ୍କ ପାଇଁ କାମ କରନ୍ତୁ। ଇନ୍ ଦି ଇଣ୍ଟରେଷ୍ଟ ଅଫ୍ ଦି ପିପୁଲ୍ ଅଫ୍ ଓଡ଼ିଶା ସିନସିୟରଲି କାମ କରନ୍ତୁ, ଅନେଷ୍ଟଲି କାମ କରନ୍ତୁ ଏବଂ କାମ ଭଲ ହେବା ଦରକାର। ପ୍ରୋଜେକ୍ଟ ଟାଇମଲି କମ୍ପ୍ଲିଟ୍ ହେବା ଦରକାର। ଲୋକଙ୍କ ସେବାରେ ସେ ପ୍ରୋଜେକ୍ଟ ଲାଗିବା ଦରକାର ଏବଂ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ସେଥିରେ ଲୋକମାନେ ବେନିଫିଟ୍ ପାଇବା ଦରକାର। ଏଇଭଳି ମନୋବୃତ୍ତି ନେଇ, ଡେଡିକେଟେଡ଼ ମନୋବୃତ୍ତି ନେଇ ପ୍ୟାସନ୍ ସହ କାମ କଲେ ନିଶ୍ଚିନ୍ତ ସେମାନେ ସକ୍ସେସ୍ ହେବେ। ଏଇ ତ ଆମର ତ ଅଛି ଆଡ଼ଭର୍ଟାଇଜମେଣ୍ଟ ବାହାରିବ, ତାପରେ ରିଟିନ୍ ଷ୍ଟେଟମେଣ୍ଟ ହେବ, ଇଭାଲୁଏସନ୍ ପରେ ସର୍ଟ ଲିଷ୍ଟିଂ ହେବ, ତାପରେ ପର୍ସନାଲ୍ ଇଣ୍ଟରଭ୍ୟୁ ହେବ, ତାପରେ ଫାଇନାଲ୍ ଲିଷ୍ଟ ବାହାରିବ। ଏଇଟା ତ ପ୍ରୋସିଡିଓର ଅଛି। ଟିକେ ନିରପେକ୍ଷତା ଅନେକ କ୍ଷେତ୍ରରେ କମ୍ପ୍ଲେନ୍ ଆସେ, ସେଇଟା ଦୂରୀଭୂତ ହେବ କି? ନାଇଁ, ମୁଁ ତ କହିବି ଯେ UPSCର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସେମିତି ବେଶୀ କିଛି ନାହିଁ ଏବଂ ମୁଁ ଭାବୁଛି ଭବିଷ୍ୟତରେ ରହିବ ନାହିଁ ବୋଲି।